ଜାତୀୟ ରାଜପଥ 55 ଚଳନ୍ତା ଟ୍ରକ୍ ହୁତୁହୁତୁ ହୋଇ ଜଳିଲା। ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ହଳଦିଆ ବାହାଳଠାରେ ଆଜି ତା 23 ରିଖ ରାତି ପ୍ରାୟ 8 ଘଣ୍ଟିଆ ସମୟରେ 55 ନମ୍ବର ଜାତୀୟ ରାଜପଥରେ ଏକ ଚଳନ୍ତା ଟ୍ରକ୍ରେ ଅଗ୍ନିକାଣ୍ଡ ଘଟି ହୁତୁହୁତୁ ହୋଇ ଜଳୁଥିବା ଦେଖିବାକୁ ମିଳିଥିଲା। ସୂଚନା ଅନୁସାରେ ଆଜି ରାତି 8 ଘଟିକା ସମୟରେ ମେରାମଣ୍ଡଳୀ ଆଡ଼ୁ OD22Z 0915 ନମ୍ବର ଟ୍ରକ୍ ଢେଙ୍କାନାଳ ଅଭିମୁଖେ ଯାଉଥିବା ବେଳେ ହଳଦିଆ ବାହାଳ ନିକଟରେ ହଠାତ୍ ଟ୍ରକ୍ର ଚକା ଫାଟି ଯାଇଥିଲା। ଫଳରେ ସେଥିରୁ ନିଆଁ ବାହାରି ଟ୍ରକ୍ଟି ହୁତୁହୁତୁ ହୋଇ ଜଳି ଯାଇଥିଲା। ଖବର ପାଇ ହିନ୍ଦୋଳ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଲିଭାଇଥିଲେ। ଟ୍ରକ୍ରେ ଥିବା ଡ୍ରାଇଭର ଓ ଅନ୍ୟ ଲୋକ ଓହ୍ଲାଇ ପଡ଼ି ନିଜର ଜୀବନ ବଞ୍ଚାଇବାରେ ସକ୍ଷମ ହୋଇଥିଲେ।